ଶିଖୋଡିଶା ୟୁଟ୍ୟୁବ ଚ୍ୟାନେଲ ମୁଁ ସନତ ସାହୁ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଯେଉଁମାନେ ନିର୍ମାଣ ଶ୍ରମିକ ଅଛନ୍ତି ବା ଯେଉଁମାନଙ୍କର ଲେବର କାର୍ଡ ଅଛି ସେମାନଙ୍କ ପାଇଁ ବହୁତ ହି ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନାଟେ। ଅର୍ଥାତ୍ ଲେବର କାର୍ଡର ଢେର ସାରା ବେନିଫିଟ ଗଭର୍ଣ୍ଣମେଣ୍ଟ ଦଉଛନ୍ତି, କିନ୍ତୁ ବହୁତ ସାରା ଲୋକ ଗଭର୍ଣ୍ଣମେଣ୍ଟର ବେନିଫିଟ ପାଇପାରୁନାହାନ୍ତି କାହିଁକି ନା ସେମାନେ ସେଇ ଯୋଜନା ସମ୍ବନ୍ଧରେ ଏୱାର ନାହାନ୍ତି, ତ ସେଥିପାଇଁ ସେମାନେ ପାଇପାରୁନାହାନ୍ତି। ତ ଆଜି ବହୁତ ସାରା ଲେବର କାର୍ଡର ସ୍କିମ୍ ଅଛି, ତ ତା ଭିତରୁ ଗୋଟେ ସ୍କିମ୍ ଭିତରେ ମୁଁ ଆଜି କହିବି ଏବଂ ତା ଭିତରେ ସବିଶେଷ ବିବରଣୀ ଆଜି ମୁଁ ମୋର ଡିସ୍କସନ କରିବି ଏବଂ କ'ଣ କେମିତି ଅନଲାଇନ୍ ଆପ୍ଲାଏ କରିପାରିବେ ଏବଂ କେମିତି କ'ଣ ଆପ୍ରୁଭ ହେବ ସବୁ କିଛି ଡିଟେଲ୍ସ ଏ ଭିଡ଼ିଓରେ ଆପଣମାନେ ଜାଣିବା ପାଇଁ ପାଇବେ। ଭିଡ଼ିଓକୁ ଭଲ ଲାଗିଲେ ନିଶ୍ଚିତ ଲାଇକ୍ ସେୟାର ସବସ୍କ୍ରାଇବ କରିବା ପାଇଁ କେବେ ବି ଭୁଲିବେନି। ପ୍ରଥମେ ମୁଁ କହିବି ଲେବର କାର୍ଡ ଅର୍ଥାତ୍ ଯେଉଁମାନଙ୍କର ନିର୍ମାଣ ଶ୍ରମିକ ଲେବର କାର୍ଡ ଅଛି, ଅର୍ଥାତ୍ ବର୍ଷକୁ ଯେଉଁମାନେ 50 ଟଙ୍କା ଦେଇକି ରିନ୍ୟୁଆଲ କରୁଛନ୍ତି, ତ ସେଇ କାର୍ଡ ଯଦି ଆପଣଙ୍କ ପାଖରେ ଅଛି ତେବେ ନିଶ୍ଚିତ ଭାବରେ ଆପଣଙ୍କର ମ୍ୟାରେଜ ବେନିଫିଟ ପାଇପାରିବେ। ଯଦି ତାଙ୍କର ଝିଅ ବା ତାଙ୍କ ଝିଅ ବିବାହ କରୁଛନ୍ତି କୌଣସି ଯେକୌଣସି ଜାତିକୁ ହୁଅନ୍ତୁ ବା ଯେକୌଣସି ଲୋକକୁ ହୁଅନ୍ତୁ, ଯଦି ସେ ବିବାହ କରୁଛନ୍ତି ତେବେ ସରକାର ଆପଣଙ୍କୁ 50,000 ଟଙ୍କାର ଗଭର୍ଣ୍ଣମେଣ୍ଟ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଦଉଛନ୍ତି, ମ୍ୟାରେଜ ଆସିଷ୍ଟାନ୍ସ ଦଉଛନ୍ତି। ତ ମ୍ୟାରେଜ ଆସିଷ୍ଟାନ୍ସ ପାଇବା ପାଇଁ ହେଲେ ଆପଣମାନଙ୍କୁ ଆପଣଙ୍କର ମ୍ୟାରେଜ ସାର୍ଟିଫିକେଟଟେ ପାଇଥିବା ଦରକାର। ମ୍ୟାରେଜ ସାର୍ଟିଫିକେଟ ପାଇ ଆପଣମାନେ ଆପଣଙ୍କର ବ୍ଲକର ଯେଉଁ ମ୍ୟାରେଜ ରେଜିଷ୍ଟ୍ରାର୍ଡ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିପାରିବେ, କିମ୍ବା ଯେଉଁ ରେଜିଷ୍ଟର ଅଫିସ ଅଛି ସବୁ ସବ୍ ମାନେ ବ୍ଲକରେ ବା ସବ୍ ଡିଭିଜନରେ ବା ଡିଷ୍ଟ୍ରିକ୍ଟ ଲେବୁଲରେ ସେଠି ଯାଇକି ଆପଣ କଣ୍ଟାକ୍ଟ କରିକି ଆପଣ ମ୍ୟାରେଜ ସାର୍ଟିଫିକେଟ କାଢିପାରିବେ। କ'ଣ କେମିତି ମ୍ୟାରେଜ ସାର୍ଟିଫିକେଟ ବାହାର କରିପାରିବେ, ଯଦି ମୋର ଡେସ୍କ୍ରିପସନରେ ଯାଇକି ମୁଁ ଆପଣଙ୍କର ଲିଙ୍କ ଦେଇଦେବି ଭିଡ଼ିଓର, ସେ ମଧ୍ୟ ଆପଣମାନେ ଜାଣିପାରିବେ। ଦେନ୍ ମ୍ୟାରେଜ ସାର୍ଟିଫିକେଟ ପାଇସାରିଲା ପରେ ଆପଣଙ୍କର ଯେଉଁ ଇନଭାଇଟେସନ କାର୍ଡ ଅର୍ଥାତ୍ ଆପଣଙ୍କର ମ୍ୟାରେଜ କାର୍ଡ ଯେଉଁ ଅଛି ସେ ମ୍ୟାରେଜ କାର୍ଡ ଆପଣଙ୍କ ପାଖରେ ଥିବା ଦରକାର। ଏବଂ ଯିଏ ବି ବିବାହିତ ଯେଉଁ ବିବାହ କରିବେ, ଯିଏ ବ୍ରାଇଡ ଏବଂ ଗ୍ରୁମ୍ ଦି ଜଣ ମାନେ ବର ଏବଂ କନ୍ୟା ଦି ଜଣଙ୍କର ଆଧାର କାର୍ଡ ଦରକାର। ଦେନ୍ ଏତିକି ଜିନିଷ ହେଲେ ଆପଣମାନେ ନିଶ୍ଚିତ ଭାବରେ ନିର୍ମାଣ ଶ୍ରମିକର ଯେଉଁ ବେନିଫିଟ ଅଛି 50,000 ଟଙ୍କାର ବେନିଫିଟ ଆପଣମାନେ ପାଇପାରିବେ। ଚାଲନ୍ତୁ ଯିବା ଏବେ ସ୍କ୍ରିନ୍ ଉପରକୁ, କ'ଣ କେମିତି ଆପ୍ଲାଏ ହେଉଛି, କ'ଣ କ'ଣ ଡକୁମେଣ୍ଟ ମାଗୁଛି ସବୁ କିଛି ଡିଟେଲ୍ସ ଦେଖିବା। ଚାଲନ୍ତୁ ସ୍କ୍ରିନ୍ ଭିତରକୁ ଯିବା। ପ୍ରଥମେ ଆପଣମାନେ ଯେଉଁ ନିର୍ମାଣ ଶ୍ରମିକର ୱେବସାଇଟ୍ ଅଛି ନିର୍ମାଣ ଶ୍ରମିକ .gov.in, ଏଥିରେ ଆପଣମାନେ ଯିବେ। ଗଲା ପରେ ଆପଣମାନେ ତାଙ୍କର ପୋର୍ଟାଲକୁ ଯେଉଁ ନିର୍ମାଣ ଶ୍ରମିକର ୟୁଜର ଆଇଡି ଅଛି ଅର୍ଥାତ୍ ଲେବର କାର୍ଡ ନମ୍ବର ଅଛି, ସେ ଲେବର କାର୍ଡ ନମ୍ବରକୁ ପୁଟ୍ କରି ଆପଣମାନେ ଲଗ୍ଇନ୍ କରିଦେବେ। ସ୍କ୍ରିନ୍ରେ ଯେଉଁ ଡିସପ୍ଲେ କରାହେଉଛି ଯେଉଁଭଳି ଭାବରେ ମ୍ୟାରେଜ ଆସିଷ୍ଟାନ୍ସର ଅଛି ଲିଙ୍କ, ସେଥିରେ ଯାଇକି କ୍ଲିକ୍ କଲା ପରେ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ସେଠି ମାଗିବ, ଯେମିତିକି ମ୍ୟାରେଜର ଡେଟ୍ କେବେ କେବେ ଆପଣମାନେ ମ୍ୟାରେଜର ଡେଟ୍ କେବେ, ଆପଣଙ୍କ ଝିଅଙ୍କ ନାମ କ'ଣ, ମାନେ ଯିଏ ବି ଆପ୍ଲାଏ କରୁଛି ତାଙ୍କ ଝିଅ ନାମ କ'ଣ, ଦେନ୍ ଆଧାର କାର୍ଡ ମାନେ ଆପଣଙ୍କର ଯେଉଁ ଝିଅର ଆଧାର କାର୍ଡର ନମ୍ବର କେତେ, ଜୁଇଁର ଆପଣଙ୍କର ଯେଉଁ ପୁଅକୁ ସେ ବିବାହ କରୁଛି ତାଙ୍କ ଆଧାର କାର୍ଡର ନମ୍ବର କେତେ, ତାଙ୍କର ଡେଟ୍ ଅଫ୍ ବାର୍ଥ କ'ଣ ଅଛି, ସବୁ କିଛି ଡିଟେଲ୍ସ ସେଠି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଦେନ୍ ସେ ଆଗରୁ ପୂର୍ବରୁ ପାଇଛନ୍ତି କି ନାହିଁ ଲେବର କାର୍ଡର ବେନିଫିଟ, ସେ ଦ୍ୱିତୀୟ ବିବାହ କରିଛନ୍ତି କି ନାହିଁ, ସବୁ କିଛି ଡିଟେଲ୍ସ ଆପଣମାନଙ୍କୁ ଏଠି ଭରିବା ପାଇଁ ପଡ଼ିବ। ଭରି ସାରିଲା ପରେ ଆପଣମାନେ ଯାଇକି ସବୁ କିଛି ଆପ୍ଲାଏ କରିବେ। ଭରିବା ଆଗରୁ ଆପଣମାନେ ନିଶ୍ଚିତ ଭାବରେ ଆପଣମାନଙ୍କର ଯେଉଁ ଆଧାର କାର୍ଡ ଅଛି ସ୍ୱାମୀ ସ୍ତ୍ରୀ ଅର୍ଥାତ୍ ଆପଣଙ୍କର ଝିଅ ଏବଂ ଜୁଇ ଦୁଇ ଜଣଙ୍କର ଆଧାର କାର୍ଡ ଆପଣଙ୍କ ପାଖରେ ରଖିଥିବେ। ଦେନ୍ ଆପଣଙ୍କର ଯେଉଁ ବ୍ୟାଙ୍କର ଆକାଉଣ୍ଟ, ଯିଏ ବି କ୍ୟାଣ୍ଡିଡେଟ୍ ମାନେ ଯାହାର ଲେବର କାର୍ଡ ତାର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଣ୍ଡ ବ୍ୟାଙ୍କ ଆକାଉଣ୍ଟର ସ୍କାନ୍ କପି ମଧ୍ୟ ଲାଗିବ। ଦେନ୍ ଆପଣଙ୍କର ଜଏଣ୍ଟ ଫଟୋ ଆଣ୍ଡ ଆପଣଙ୍କର ଯେଉଁ ଅଛି ମ୍ୟାରେଜ ଇନଭାଇଟେସନ କାର୍ଡ ଯେଉଁ କରିଥିଲେ ସେ ଆପଣଙ୍କ ପାଇଁ ଆବଶ୍ୟକତା ଅଛି। ଦେନ୍ ଆପଣଙ୍କର ମ୍ୟାରେଜର ସାର୍ଟିଫିକେଟ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯେଉଁଟାକି ଆପଣମାନେ ସବ୍ ରେଜିଷ୍ଟ୍ରାର ଅଫିସରୁ ବାହାର କରିଥିବେ, କିମ୍ବା ଆପଣମାନେ ବି ଯେଉଁ ମ୍ୟାରେଜ ରେଜିଷ୍ଟ୍ରାର ଅଛନ୍ତି ବ୍ଲକ ମାନଙ୍କର ସେଠୁ ମଧ୍ୟ ଆବେଦନ କରିଥିବେ, ଆବେଦନ କରିକି ପାଇଥିବେ ଅଣ୍ଡର ସୋସାଇଟି ଆକ୍ଟ ଅନୁସାରେ, ତ ସେ ସାର୍ଟିଫିକେଟ ହେଲେ ମଧ୍ୟ ଚଳିବ। ଦେନ୍ ସବୁ କିଛି ଡକୁମେଣ୍ଟକୁ ଆପଣମାନେ ଏଇଠି ଅପଲୋଡ଼ କରିଦେବେ। ଆଉ କିଛି ସବୁ ଗୁଡ଼ାକ ଡକୁମେଣ୍ଟ ଅପଲୋଡ଼ କରିସାରିଲା ପରେ ଆପଣମାନେ ସବମିଟ୍ କରିଦେଲେ, ସବମିଟ୍ କଲା ପରେ ଆପଣମାନଙ୍କୁ ଗୋଟେ ଟ୍ରାକିଂ ନମ୍ବର ମିଳିବ। ସେ ଟ୍ରାକିଂ ନମ୍ବରକୁ ଆପଣମାନଙ୍କୁ ସେ ପେଜକୁ ପ୍ରିଣ୍ଟ କରିବାର ଅଛି। ପ୍ରିଣ୍ଟ କରିକି ଆପଣମାନେ ଯେଉଁ ନିୟରେଷ୍ଟ ଲେବର ଅଫିସ୍ ଅଛି ବା ଆପଣଙ୍କର ଯେଉଁଠି ଲେବର ଅଫିସ୍ ଅଛି ସେ ଲେବର ଅଫିସକୁ ଯାଇକି ତାକୁ ଏପ୍ରୁଭ୍ କରାଇବାର ଅଛି। ଦେନ୍ ଏପ୍ରୁଭ୍ କଲା ପରେ କିଛି ଦିନ ପରେ ଆପଣମାନେ ନିଶ୍ଚିତ ଭାବରେ 50,000 ଟଙ୍କା ଯିଏ ବି ଝିଅର ବାପା ହେଇଥିବେ ତାଙ୍କ ଆକାଉଣ୍ଟକୁ ଆସିବ, କିମ୍ବା ଝିଅର ମା ଯଦି ହେଇଥିବେ ତାଙ୍କ ଆକାଉଣ୍ଟକୁ ଆସିବ।
ଦେନ୍ ସେ 50,000 ଟଙ୍କାକୁ ସେ ତାଙ୍କର ଝିଅ ବିବାହରେ ଖର୍ଚ୍ଚ କରିପାରିବେ। ଇଏ ହେଉଛି ଗୋଟେ ଆଜିର ଅପଡେଟ୍। ତ ଏଇଭଳି ଭାବରେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଭାବରେ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିନି। ଗୋଟେ କଥା କହିବା ପାଇଁ ମଝିରେ ଭୁଲିଗଲି, ସିଏ ହେଉଛି ଆପଣମାନଙ୍କର ସେଲ୍ଫ ଡିକ୍ଲାରେସନ୍। ଆପଣମାନେ ବିବାହ କରିନାହାନ୍ତି, ମାନେ ଫାଷ୍ଟ ଟାଇମ୍ ଏ ପଇସା ନେଉଛନ୍ତି ବୋଲି ଗୋଟେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଅଛି। ଯେଉଁ ଡିକ୍ଲାରେସନ୍ ଫର୍ମର ଲିଙ୍କ୍ ମୁଁ ମୋର ଡେସ୍କ୍ରିପସନ୍ ବକ୍ସରେ ଦେଇଦେବି। ସେ ଡେସ୍କ୍ରିପସନ୍ ବକ୍ସରୁ ଆପଣ ଫର୍ମର ଲିଙ୍କ୍ ମଧ୍ୟ ପାଇପାରିବେ। ସେ ଫର୍ମକୁ ଲିଙ୍କ୍କୁ ଆପ୍ଲାଏ କରିଦେବେ। କ'ଣ କେମିତି ଭରିବା ପାଇଁ ପଡ଼ିବ ସବୁ ଲେଖା ହେଇଛି ସିମ୍ପଲ୍ ଫର୍ମାଟ୍ରେ, ତାକୁ ଭରିଦେବେ। ଭରି ସାରିଲା ପରେ ଆପଣମାନେ ସେଠି ମଧ୍ୟ ଅପଲୋଡ଼ କରିବା ପାଇଁ ପଡ଼ିବ। ଗୋଟେ ଡିକ୍ଲାରେସନ୍ର ଫର୍ମ ଅଛି, ସେ ଅପଲୋଡ଼ କରିସାରିଲା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ। ଇଏ ହେଉଛି ଗୋଟେ ଆଜିର ଅପଡେଟ୍। ତ ଏଇଭଳି ଭାବରେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ କେବେ ଭୁଲିନି। ରହୁଛି, ନମସ୍କାର, ଜୟ ଶ୍ରୀରାମ।